नमस्कार। मु हर्ष परिछा मोर यूट्यूब चैनल को आपण स्वागत जनाऊँ। এই ভিডিওରେ ଆମେ ଆଲୋଚନା କରିବା ସୂଚନା ଅଧିକାର ଅଧିନିୟମର ଧାରା 26। ଧାରା 26 କଣ କହୁଛି ଆଉ ତାର ଅନୁସାରେ ଆମକୁ କଣ କରିବାକୁ ପଡିବ ବା କୋଉ ଜିନିଷ ପ୍ରତି ଆମକୁ ଧ୍ୟାନ ଦେବା ଦରକାର ସେ ଉପରେ ଆମେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବା ହେବେ ଏବଂ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ। ସବସ୍କ୍ରାଇବ କରିବାକୁ ଭୁଲିବେନି, କାରଣ ଆପଣମାନଙ୍କର ଗୋଟିଏ ଗୋଟେ ସବସ୍କ୍ରାଇବ ଆମକୁ ଗୋଟେ ପ୍ରେରଣା ଯୋଗାଉଛି ବା ଇନ୍ସପିରେସନ କରୁଛି ଯେ ନୂଆ ନୂଆ ଭିଡିଓ କରି ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ। ତେବେ ଆସନ୍ତୁ ଆଜିର ଏ ଭିଡିଓରେ ସୂଚନା ଅଧିକାର ଅଧିନିୟମର ଯୋଉ ଅଛି ଧାରା 26 ସେ ଉପରେ ଆମେ ଆଲୋକପାତ କରିବା। ସର୍ବପ୍ରଥମେ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଯେ ୟା ପୂର୍ବରୁ ଆମେ ଆଲୋଚନା କରିଥିଲେ ଗତ ଗତ ଭିଡିଓରେ ଯେ 25 ପ୍ରକାର ଯୋଉ ସମସ୍ତ ରେଜିଷ୍ଟର ଗୁଡାକ ବା ଯୋଉ ସବୁ ରିପୋର୍ଟ ଗୁଡାକ ଆମର ପ୍ରିପେୟାର ହେବା କଥା ସିଟିଜେନ ସକାଶେ ଆନୁଆଲ ରିପୋର୍ଟ ଇତ୍ୟାଦି ଇତ୍ୟାଦି ସେ ଉପରେ ଆମେ ଆଲୋଚନା କରିଥିଲେ। କିନ୍ତୁ ସେ ସମସ୍ତ କରିବା ପାଇଁ ଆବଶ୍ୟକ ପଡୁଛି ତାଲିମ ବା ଆୱାରନେସ ବା ୱାର୍କସପ ବା ଟ୍ରେନିଂ। ତାହାକୁ ଭିତ୍ତି କରି 26 କହୁଛି ଆପ୍ରୋପ୍ରିଏଟ ଗଭର୍ଣ୍ଣମେଣ୍ଟ ଟୁ ପ୍ରିପେୟାର ପ୍ରୋଗ୍ରାମ ଗୁଡିକ କଣ୍ଡକ୍ଟ କରିବେ। ପ୍ରୋଗ୍ରାମ ଗୁଡିକ କଣ କଣ୍ଟିନ୍ୟୁ କରିବେ, ବିଭିନ୍ନ ପବ୍ଲିକ ଅଥରିଟି ମାନଙ୍କୁ ନେଇକି ଟ୍ରେନିଂ କରାଇବେ, ବିଭିନ୍ନ ଅନ୍ତେବାସୀ ଯେତେ ସିଟିଜେନ ଅଛନ୍ତି ସମସ୍ତଙ୍କୁ ଆୱାରନେସ ଦେବେ। ଯୋଉ ଆୱାରନେସ ଫଳରେ ଆୱାରନେସ କ୍ୟାମ୍ପେନ କରିବେ ଏବଂ ଟ୍ରେନିଂ ର ବ୍ୟବସ୍ଥା କରିବେ, ୱାର୍କସପ ର ବ୍ୟବସ୍ଥା କରିବେ, ଯାରି ଫଳରେ ଅନ୍ତେବାସୀ ଏହି ସମସ୍ତ ସୂଚନା ଅଧିକାରକୁ ବ୍ୟବହାର କରି ନିଜର ଫାଇଦା ଉଠେଇ ପାରିବେ। ଫାଇଦା ଇନ ଦ ସେନ୍ସ ଯେ ଯୋଉ ଅଛି ଆମର ଟାର୍ଗେଟ ବା ଲକ୍ଷ୍ୟ ଆଭିମୁଖ୍ୟ ହାଟିର ଯୋଉଟା ଟ୍ରାନ୍ସପେରେନ୍ସି ମେଣ୍ଟେନ କରିପାରିବେ, ନିଜର ପାର୍ଟିସିପେସନ ଦେଇପାରିବେ ବା ଆପଣଙ୍କର ଆକାଉଣ୍ଟେବିଲିଟି ଟୁ ଦ ପବ୍ଲିକ ଏମ୍ପ୍ଲୟ 100% ଗ୍ୟାରେଣ୍ଟି କରିପାରିବେ। ଏ ତମାମ ବିବରଣୀ ଉପରେ ଏବଂ ଯାହା ସବୁ କାର୍ଯ୍ୟକ୍ରମ ଚାଲିଛି ସୁଚାରୁ ରୂପେ ତାହା ଯେପରି ପରିଚାଳିତ ହେବ ଠିକ ୱେରେ ତାର ସର୍କୁଲାର ବାହାର କରିବା, ତାକୁ ରୁଲ ଆମେଣ୍ଡମେଣ୍ଟ କରିବା ବା ଏ ସମସ୍ତ ତମାମ ବିବରଣୀ ଉପରେ ଆମେ ଟ୍ରେନିଂ ଦେଇକି ବା ୱାର୍କସପ କରିକି ବା ଆପଣଙ୍କର ଆୱାରନେସ କ୍ୟାମ୍ପ କରିକି ଆୱାର କରିବା, ଅନ୍ତେବାସୀ ସିଟିଜେନ ମାନଙ୍କୁ ମଧ୍ୟ ଆୱାର କରିବା ଏବଂ ପବ୍ଲିକ ଅଥରିଟି ମଧ୍ୟ ଏଇ ଯୋଉ କାର୍ଯ୍ୟକ୍ରମକୁ ଭଲ ଭାବରେ ଇମ୍ପ୍ଲିମେଣ୍ଟ କରିବା ପାଇଁ ପ୍ରୋତ୍ସାହନ ଯୋଗେଇବା। ଏଇଟା ହଉଛି ଆପ୍ରୋପ୍ରିଏଟ ପବ୍ଲିକ ଅଥରିଟିର କାର୍ଯ୍ୟକ୍ରମ। ଆପ୍ରୋପ୍ରିଏଟ ପବ୍ଲିକ ଅଥରିଟି କହିଲେ ଏଇଠି କାହାକୁ ବୁଝାଯିବ ନା ଯିଏକି ନୋଡାଲ ଡିପାର୍ଟମେଣ୍ଟ, ଯେ ଆରଟିଏ ଟା ଓଡିଶା ସାରା ଦେଖୁଛନ୍ତି, ସେ ହଉଛନ୍ତି ନୋଡାଲ ଡିପାର୍ଟମେଣ୍ଟ ଇନଫରମେସନ ପବ୍ଲିକେସନ ଡିପାର୍ଟମେଣ୍ଟ। ତାଙ୍କ କାମ ହେଲା ଯେ ଟ୍ରେନିଂ ଯୋଗେଇବା, ଆୱାରନେସ କ୍ୟାମ୍ପ କରେଇବା ବା ୱାର୍କସପ କରେଇବା ବା ପ୍ରୋତ୍ସାହନ ଯୋଗେଇବା ବିଭିନ୍ନ କାର୍ଯ୍ୟକ୍ରମରେ ଏବଂ ଆରଟିଏ ସମ୍ବଳିତ ସମସ୍ତ କାର୍ଯ୍ୟକ୍ରମକୁ ଯେ ସୁଚାରୁ ପରିଚାଳିତ କରିବା ପାଇଁ ଯାହା ଯାହା ଆବଶ୍ୟକ ସେ ସମସ୍ତ ଉପରେ କର୍ତ୍ତୃପକ୍ଷକୁ ଦୃଷ୍ଟି ନିକ୍ଷେପ କରିବା। ଏ ସମସ୍ତ ବିବରଣୀ ହଉଛି ସୂଚନା ଓ ଲୋକ ସମ୍ପର୍କ ବିଭାଗର କାର୍ଯ୍ୟକ୍ରମ। ଓଡିଶାର କଥା ମୁଁ ଆଲୋଚନା କରୁଛି। ତେଣୁ ତେବେ ଆସନ୍ତୁ ଏଇ ଯୋଉ ଧାରାର 26 ଯୋଉଟା କି ଆପଣଙ୍କର ସୂଚନା ଅଧିକାର ଧାରା 26 ର 1 କଣ କହୁଛି? ଦି ଆପ୍ରୋପ୍ରିଏଟ ଗଭର୍ଣ୍ଣମେଣ୍ଟ ମେ ଟୁ ଦ ଏକ୍ସଟେଣ୍ଡ ଟୁ ଆଭେଲେବିଲିଟି ଅଫ ଫାଇନାନ୍ସିଆଲ ଏଣ୍ଡ ଅଦର ରିସୋର୍ସେସ, ଆର୍ଥିକ ସମ୍ବଳକୁ ନେଇକି ଏବଂ ଅଦର ରିସୋର୍ସକୁ ନେଇକି ସେ କୋଉ କୋଉ ବିଷୟ ପ୍ରତି ଧ୍ୟାନ ଦେବେ, କଣ କଣ କାର୍ଯ୍ୟକ୍ରମ କରିବେ, ସେ ଉପରେ ସେ ଏ ବି ସି ଡି এইଭଳି ଭାବରେ ଆଲୋଚନା କରିଛନ୍ତି। ଏରେ କଣ କରିବା ପାଇଁ କହିଛନ୍ତି ନା ଡେଭଲପ ଆଣ୍ଡ ଅର୍ଗାନାଇଜ ଏଜୁକେଶନାଲ ପ୍ରୋଗ୍ରାମ ଟୁ ଆଡଭାନ୍ସ ଦ ଅଣ୍ଡରଷ୍ଟାଣ୍ଡିଂ ଅଫ ଦ ପବ୍ଲିକ in particular of disadvantaged communities as to how to exercise the right to competent uh, contemplated under this act। ଅର୍ଥାତ୍ କହିବାକୁ ଗଲେ ଯେ ସିଟିଜେନ ମାନଙ୍କୁ, ପବ୍ଲିକ ଅଥରିଟି ମାନଙ୍କୁ, ପବ୍ଲିକ ଇନଫରମେସନ ଅଫିସରଙ୍କୁ, ଫାଷ୍ଟ ଆଫିଲିଏଟ ଅଥରିଟିଙ୍କୁ, ପବ୍ଲିକ ଅଥରିଟିର ଅନ୍ୟ କର୍ମକର୍ତ୍ତା ମାନଙ୍କୁ ବା ପବ୍ଲିକକୁ ଏମିତି ଭାବରେ ଆମେ ଗୋଟେ ଏଜୁକେଶନାଲ ପ୍ରୋଗ୍ରାମ ଡେଭଲପ କରିବା ଯୋଉ ଏଜୁକେଶନାଲ ଡେଭଲପ ପ୍ରୋଗ୍ରାମ ଦ୍ୱାରା ହୁଏତ ଆମେ ଲିଖିତ ଆକାରରେ ଏଫଏକ୍ୟୁ ମାଧ୍ୟମରେ ଛାଡ଼ିବା ବା ଲିଖିତ ଆକାରରେ ଆମର ଯୋଉଟା ୱେବସାଇଟରେ ଛାଡ଼ିବା ବା ସେମାନଙ୍କୁ ଟ୍ରେନିଂ କରିବା, ୱାର୍କସପରେ ସେମାନଙ୍କୁ ଆଟେଣ୍ଡ କରିବା ଏବଂ ଏଜୁକେଟ କରିବା ଯେ ଏଇଠି ଯେମିତି ସେମାନେ ପାର୍ଟିସିପେଟ କରିପାରିବେ। ପର୍ଟିକୁଲାରଲି ଏଇ ଯୋଉ ଅଛି ଏହାର ଫାଇଦା ଉଠେଇବେ ଡିସଆଡଭାଣ୍ଟେଜ କମ୍ୟୁନିଟିସ୍ ଯୋଉଟା କି ଅଛନ୍ତି, ସେମାନେ କେମିତି ଏଇଟାକୁ ଏକ୍ସରସାଇଜ କରିପାରିବେ ନିଜ ଭିତରେ। ଫର ଏକ୍ଜାମ୍ପଲ ସେମାନଙ୍କ ମଧ୍ୟରେ ଯୋଉ ଅଛି ଯୋଉ ତଥ୍ୟ ଦରକାର ସେ ତଥ୍ୟ ଗୁଡାକ ସେମାନେ କେମିତି ପାଇବେ, କାହା ଜରିଆରେ ପାଇବେ, କେମିତି ଆପ୍ଲାଏ କରିବେ, କାହା କେମିତି କୋଉ ଆକାରରେ ଆପ୍ଲାଏ କରିବେ, ଆପ୍ଲାଏ କରିବା ପାଇଁ ତାର ତରିକା କଣ, ତାର ପ୍ରୋସିଜିଓର କଣ, କୋଉ ପ୍ରୋସିଜିଓର ଅନୁସାରେ କରିବେ, ଫର୍ମ ଏ ବା ଫର୍ମ ଡି, ଫର୍ମ ଏଟା ଆପ୍ଲିକେସନ, ଫର୍ମ ଡି ଟା ଫାଷ୍ଟ ଅପିଲ, ଫର୍ମ ଇ ଟା ଆପଣଙ୍କ ସେକେଣ୍ଡ ଅପିଲ, ସେଥିପାଇଁ କଣ କଣ ଆବଶ୍ୟକ ଅଛି ଏ ତମାମ ବିବରଣୀ ଉପରେ ଏଜୁକେଟ କରିବେ ଲିଖିତ ଆକାରରେ, ସର୍କୁଲାର ଆକାରରେ, ଏଫଏକ୍ୟୁ ଆକାରରେ ବା ଆପଣଙ୍କର ଘୋଷଣାନାମା ଆକାରରେ ବା ଆପଣଙ୍କର କଣ ଯେକୌଣସି ସର୍କୁଲାର ଆକାରରେ ଏଇଟା ଦେବେ ବା ଟ୍ରେନିଂ ଆକାରରେ।
এইটা হচ্ছে ଏକ ବତଉଛି ବା ଏଇଟା ବୁଝାଉଛି 26 ର ଉପଧାରା 1 ର କ ଯାହାକୁ ଏ କହୁଛି। ତାପରେ ଯିବା ଆମେ ଦ୍ୱିତୀୟ B B ଟା କଣ କହୁଛି encourage public authorities to participate in the development and organization of programs referred to in clause A and to undertake such programs themselves। ସେମାନେ ନିଜେ ନିଜର କାର୍ଯ୍ୟକ୍ରମ ଯେମିତିକି ଆରଟିଏ ସମ୍ବଳିତ ସମସ୍ତ କାର୍ଯ୍ୟକ୍ରମ ଫର ଏକ୍ସାମ୍ପଲ ଆପଣଙ୍କର ସବଅର୍ଡର ଡିସକ୍ଲୋଜର ଭଲ ଭାବରେ ପ୍ରିପେୟାର କରିବେ ଓଡ଼ିଆ ଇଂଲିଶରେ ଯାହା ଆପ୍ଲିକେସନ ଆସୁଛି ତାକୁ ଠିକ ଟାଇମରେ ସିକ୍ୟୁଲେଟେଡ ଟାଇମ ପିରିୟଡରେ କମ୍ପ୍ଲାଏ କରିବେ ଅପିଲ ଯାହା ଆସୁଛି ତାକୁ ନୋଟିସ ପଠେଇକି ଅପିଲ ହିୟରିଂ କରାଇବେ ଅର୍ଡର କପି ପ୍ରଦାନ କରିବେ। ତ ଏ ତମାମ ବିବରଣୀ ଉପରେ କଣ ପବ୍ଲିକ ଅଥରିଟିକୁ ଅର୍ଥାତ କର୍ତ୍ତୃପକ୍ଷ ଜନ କର୍ତ୍ତୃପକ୍ଷ ଅର୍ଥାତ ପବ୍ଲିକ ଅଥରିଟି ଅଫିସ ମାନଙ୍କୁ ଗଭର୍ଣ୍ଣମେଣ୍ଟ ଅଫିସ ମାନଙ୍କୁ ପବ୍ଲିକ ଅଫିସ ମାନଙ୍କୁ କଣ ଏଜୁକେଟ କରିବା ସେମାନଙ୍କର କାର୍ଯ୍ୟକ୍ରମକୁ ସେମାନେ ସୁଚାରୁ ରୂପେ ଯେମିତି ପରିଚାଳିତ କରିବେ ସେ ଉପରେ ଆମେ ଧ୍ୟାନ ଦେବା ସେଇଥିପାଇଁ ସେମାନଙ୍କୁ ଏଜୁକେଟ କରିବା ପାର୍ଟିସିପେଟ କରିବା ଏବଂ ସେମାନଙ୍କୁ ଏନକରେଜ କରିବା ବା ସେମାନଙ୍କୁ ପ୍ରୋତ୍ସାହନ ଯୋଗେଇବା এইটা হচ্ছে কোন appropriate government to prepare program অর্থাৎ ইনফরমেশন পপুলেশন ডিপার্টমেন্ট গভর্নমেন্ট অফ ওড়িশার এইটা হচ্ছে কার্যক্রম কারণ আইএনপি ডিপার্টমেন্ট হচ্ছে নোডাল ডিপার্টমেন্ট সে অনুসারে এ সমস্ত কার্যক্রম হাতକୁ ନେବା ଆବଶ୍ୟକ ବା ସେମାନେ ମଧ୍ୟ କରୁଛନ୍ତି ଯାହା ଆମେ ଦେଖୁଛେ ଯେ ଆରଟି ସାଇଟରେ ଯେତେ ସମସ୍ତ କାର୍ଯ୍ୟକ୍ରମ ଚାଲିଛି ରୁଲସ ବୋଲନ୍ତୁ ଆକ୍ଟ ବୋଲନ୍ତୁ ଓଡ଼ିଆ ଇଂଲିଶରେ ଦେଇଛନ୍ତି ସାଇଟରେ ଆମ ସମସ୍ତଙ୍କର ଜଣାତ ନିମନ୍ତେ ପବ୍ଲିକ ଇନଫର୍ମେସନ ଅଫିସ ଦେଖିପାରିବେ ଆମେ ସିଟିଜେନ ମାନେ ମଧ୍ୟ ଦେଖିପାରିବା এইଭଳି ଭାବରେ ସବୁ ସେମାନେ କରିଛନ୍ତି କିନ୍ତୁ ଆଉ ଯାହା ଦରକାର ଟାଇମ ଟୁ ଟାଇମ ସେଗୁଡାକୁ ମଧ୍ୟ କରିବାକୁ ପଡିବ ଯାହା ଆକ୍ଟ କହୁଛି। ତାପରେ ସି କଣ କହୁଛି ପ୍ରମୋଟ ଟାଇମଲି ଆଣ୍ଡ ଇଫେକ୍ଟିଭ dissemination of accurate information by public authorities about their activities and ଏଇଟା ଗଲା ସି ସି ରେ କଣ କହୁଛନ୍ତି ନା ସେମାନଙ୍କୁ ଏଇଭଳି ଭାବରେ ପ୍ରମୋଟ କରିବାକୁ ପଡିବ ଟାଇମ ଟୁ ଟାଇମ ବା ରେଗୁଲାର ଇଣ୍ଟରଭାଲରେ ସେମାନେ ଯେମିତି ସେମାନଙ୍କର ପ୍ରୋଆକ୍ଟିଭ ଡିସକ୍ଲୋଜରକୁ ସୁଚାରୁ ରୂପେ ଠିକ ଡିସକ୍ଲୋଜର ବା ଠିକ ଇନଫରମେସନ ସେମାନେ ପ୍ରକଟୀକରଣ କରିପାରିବେ ବା ସେମାନଙ୍କର କାର୍ଯ୍ୟକ୍ରମକୁ ଲୋକଙ୍କ ଆଗରେ ଉପସ୍ଥାପିତ କରିପାରିବେ ସିଟିଜେନ ମାନେ ଜାଣିପାରିବେ ଯେ ପବ୍ଲିକ ଅଥରିଟି କୋଉ କୋଉ କାର୍ଯ୍ୟକ୍ରମ କରୁଛନ୍ତି ତାର ତମାମ ବିବରଣୀ ଉପରେ ପ୍ରମୋଟ କରିବା ସେମାନଙ୍କୁ ପ୍ରୋତ୍ସାହନ ଯୋଗେଇବା ସେମାନଙ୍କୁ ସମସ୍ତ ଆବଶ୍ୟକ ସ୍ଥଳେ ସେମାନଙ୍କୁ ବିଭିନ୍ନ ଆର୍ଥିକ ବୋଲନ୍ତୁ ବା ଟ୍ରେନିଂ ଆକାରରେ ବୋଲନ୍ତୁ ମାନ ପାୱାର ଆକାରରେ ବୋଲନ୍ତୁ ବା ଆପଣଙ୍କର କୋରି ହ୍ୟାଣ୍ଡଲିଂ ଆକାରରେ ବୋଲନ୍ତୁ ବା ଆପଣଙ୍କର ୱାର୍କସପ ଆକାରରେ ବୋଲନ୍ତୁ ବା ଆପଣଙ୍କର ଏଫଏକ୍ୟୁ ମାଧ୍ୟମରେ ସେମାନଙ୍କୁ ଏକ୍ଜିକ୍ୟୁଟ କରିବା ବା ସେମାନଙ୍କୁ ତାଲିମ ଦେବା ବା ସେମାନଙ୍କୁ କଣ ପ୍ରମୋଟ କରିବା ଏଇଟା ସି କହୁଛି। ଦେନ୍ ଡି କଣ କହୁଛି train central public information officer or state information officer as the case may be of public authorities and produce relevant training materials for use by the public authorities themselves। ସେମାନେ ନିଜ ନିଜର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ବିଶେଷ କରି ଆମେ ଓଡ଼ିଶା କଥା ଯଦି ଚିନ୍ତା କରିବା ଓଡ଼ିଶା ଇନଫର୍ମେସନ କମିଶନକୁ ଟ୍ରେନିଂ ଦେବା ଦରକାର ଓଡ଼ିଶା ଇନଫର୍ମେସନ କମିଶନ କୋଉ ଆକାରରେ କେମିତି ସେକେଣ୍ଡ ଅପିଲକୁ ହିୟରିଂ କରିବେ କମ୍ପ୍ଲେନଟାକୁ କେମିତି ସେମାନେ ଡିସ୍ପୋଜ ଅଫ୍ କରିବେ ବା କୋଉ ଆକାରରେ କେମିତି ଯେ ଏଇ ସୂଚନା ଅଧିକାର ଅଧିନିୟମକୁ 100% ଏନସିଓର କରି ଇମ୍ପ୍ଲିମେଣ୍ଟ କରିପାରିବେ ତା ଉପରେ କଣ କଣ ସେମାନଙ୍କୁ ଶୃଙ୍ଖଳାବଳୀ ଦରକାର ବା ନିୟମାବଳୀ ଦରକାର ବା ଗାଇଡଲାଇନ ଦରକାର ତା ସେ ସମସ୍ତ ବିଷୟବସ୍ତୁ ସେମାନଙ୍କୁ ଯୋଗାଇ ଦିଆଯିବା ଦରକାର ସେଇ ଗାଇଡଲାଇନ ଅନୁସାରେ ସେଇ ନିୟମାବଳୀ ଅନୁସାରେ ବା ସେ ସର୍କୁଲାର ପ୍ରକାରେ ସେମାନେ ସମସ୍ତ କାର୍ଯ୍ୟକ୍ରମ କରିପାରିବେ ଯୋଉଟା କି ସେକେଣ୍ଡ ଅପିଲ ହିୟରିଂ କରିପାରିବେ ଟାଇମଲି ବା ଆପଣଙ୍କର ସେକେଣ୍ଡ ଅପିଲଟାକୁ ଭଲ ଭାବରେ ସୁଚାରୁ ରୂପେ ଆପଣଙ୍କର ହିୟରିଂ କରିକି ଅର୍ଡର କପି ଦେଇପାରିବେ ଟାଇମଲି ଏବଂ ଆପଣଙ୍କର ଯାହା କମ୍ପ୍ଲେନ ଆସୁଛି ସେକ୍ସନ 18 ପ୍ରକାରେ ସିଟିଜେନ ମାନେ ଯୋଉ କମ୍ପ୍ଲେନ କରୁଛନ୍ତି ବିଭିନ୍ନ କମ୍ପ୍ଲେନ ସେ କମ୍ପ୍ଲେନକୁ ଭିତ୍ତି କରି ସେମାନେ ସେ କମ୍ପ୍ଲେନଟାକୁ ମଧ୍ୟ ଟାଇମଲି ତାକୁ କମ୍ପ୍ଲାଏ କରିପାରିବେ ସେଥିପାଇଁ କଣ କଣ ଆବଶ୍ୟକତା ଦରକାର ତାଙ୍କୁ ସ୍କିଲ ଡେଭଲପମେଣ୍ଟ ଟ୍ରେନିଂ ବା ଆରଟିଏ ବାବଦରେ ଆୱାରନେସ ଟ୍ରେନିଂ ଆରଟିଏ ବାବଦରେ ୱାର୍କସପ ଆରଟିଏ ବାବଦରେ ଟ୍ରେନିଂ ଇତ୍ୟାଦି ସେମାନଙ୍କୁ ଦେବା ଦରକାର ବା ଏଜୁକେଟ କରିବା ଦରକାର ବା ଗାଇଡଲାଇନ ଦେବା ଦରକାର ବା ଆପଣଙ୍କର ଯୋଉ ସବୁ ପ୍ରିନ୍ସିପଲ ଅଛି କେମିତି ଇମ୍ପ୍ଲିମେଣ୍ଟ କରାଯାଇପାରିବ ସେ ସମସ୍ତ ବିବରଣୀ ଉପରେ କଣ ସୂଚନା କମିଶନକୁ ସମସ୍ତ ବିବରଣୀ ଉପରେ ନଲେଜକୁ ଆଣିବା ଦରକାର ବା ସେମାନଙ୍କୁ ଏଜୁକେଟ କରିବା ଦରକାର ବିଶେଷ କରି କୁହାଯାଉଛି ଟ୍ରେନ କରିବା ଦରକାର ସେମାନଙ୍କୁ ତାଲିମ ପ୍ରଦାନ କରିବା ଦରକାର ତାଲିମ ଦେବା ଦରକାର କେମିତି ତାକୁ ସେ କାର୍ଯ୍ୟକ୍ରମଟାକୁ ଇମ୍ପ୍ଲିମେଣ୍ଟ କରିପାରିବେ ଏଇଟା ହଉଛି ଆଜିର ଭିଡିଓ ଯାହାକି ମୁଁ ଆପଣମାନଙ୍କ ସମ୍ମୁଖରେ ରଖିଲି ସେକ୍ସନ 26 ର 1 ଏ ବି ସି ଡି। ତ ଭିଡିଓଟି ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଅନୁରୋଧ କରୁଛି ଲାଇକ୍ ବହୁ ମାତ୍ରାରେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ଧନ୍ୟବାଦ ନମସ୍କାର।